ନିଜକୁ ଭଲ ପାଉନାହିଁ, ହିତୋପଦେଶ 20:13 ପଢୁ ନାହିଁ। ଯେତେ ୟୁଥ ମାନେ ଅଛ, ଯଦି 40-45 ବର୍ଷରେ ମଧ୍ୟ ଅଛନ୍ତି, ଦିନ ବେଳେ ଶୁଅନ୍ତୁ ନାହିଁ। ଯୀଶୁ କୋଉଠି ଆଜ୍ଞା ଦିନରେ ଶୋଇଥିଲେ? କୋଉ ଶିଷ୍ୟ ମାନେ ଦିନ ବେଳେ ଶୋଇଥିଲେ? କେଉଁ ପ୍ରଭୁଙ୍କ ଦାସ ଦିନ ବେଳେ ଶୋଇପାରିବେ? ନିଦକୁ ଭଲ ପାଇବେ, ମଣିଷ ହୋଇପାରିବେ ନାହିଁ, ହେଇପାରିବେ ନାହିଁ। ଦିନ ପରିଶ୍ରମ କରିବା ନିମନ୍ତେ ଉଦ୍ଦିଷ୍ଟ ଅଟେ, ରାତ୍ରିରେ ବିଶ୍ରାମ। ଯଦି ଆପଣ ବାକ୍ୟ ଆଧାରିତ ଜୀବନ ବିତେଇବା ପାଇଁ ଚାହିଁବେ, ରାତିରେ ମଧ୍ୟ 4-5 ଘଣ୍ଟାର ଅଧିକ ଶୋଇବାକୁ ଇଚ୍ଛା ହେବ ନାହିଁ, ଯେହେତୁ ଆପଣଙ୍କ ପାଖରେ ଟାଇମ ନାହିଁ ଶୋଇକି ୱେଷ୍ଟ କରିବା ପାଇଁ। ଅଳସୁଆ ଦରିଦ୍ରତା ପାଇବ, ଅଳସ ଲୋକ ନିଦ ଭଲ ପାଇବ। କିଛି କାମ ନାହିଁ ତ ପ୍ରାର୍ଥନା କର, କିଛି କାମ ନାହିଁ ତ ବାଇବଲ ପଢ। ପ୍ରଭୁ ଯଦି ତାଙ୍କ ଲୋକମାନଙ୍କୁ ପଥ ଦେଖାଇଲେ, ସେଇ ପ୍ରଭୁ ଆଜି ମଧ୍ୟ ଜୀବିତ ଆମକୁ ସେ ପଥ ଦେଖାଇବେ। ଶୋଇକି ଟାଇମ ୱେଷ୍ଟ କର ନାହିଁ, କର ନାହିଁ। ଶୁଣନ୍ତୁ, ଯଦି ଆପଣ ମାନେ ପାଠ ପଢୁଛନ୍ତି, ମୁଁ ମଧ୍ୟ ପାଠ ପଢୁଥିଲି। ଯଦି ଆପଣ ମାନେ ପାଠ ସାରି କାମର ଅପେକ୍ଷାରେ ଅଛନ୍ତି, ମୁଁ ମଧ୍ୟ ଥିଲି। କାମର ଅପେକ୍ଷାର ଅନ୍ତ ଘଟି ଯଦି ଚାକିରି କରିଛନ୍ତି, କରୁଛନ୍ତି, ମୁଁ ମଧ୍ୟ କରିଛି। ଚାକିରି ନାହିଁ ବ୍ୟବସାୟ କରୁଛନ୍ତି, ମୁଁ ମଧ୍ୟ କରିଛି। ପ୍ରଭୁଙ୍କୁ କେବେ ପଛରେ ପକେଇ ନାହିଁ। ଅଯଥା ବାହାନା ଦେଖାନ୍ତୁ ନାହିଁ। ପାଠ ଅଛି, ଚୁପ। ପାଠ ଅଛି, ଏଡେ ଭାଲି ପାଠ ପଢିବ କହୁଛ ତମେ ଯେ ବାଇବଲ ପଢୁନ। କାହାକୁ ଠକୁଛ? ନାଇଁ ସାର୍, ଜବ୍ କରୁଛି। ମତେ କୋ ଜବ୍ ଦେଲା କିଏ? ଆଶୀର୍ବାଦ କିଏ କରନ୍ତି? ମୋହନ ମାଝୀ। ମୋହନ ମାଝୀକୁ ଯେ ଚାକିରି ଦେଇଛି, ସେ ତମକୁ ଚାକିରି ଦେଇଛି, ବୁଝିଲ? ରୋମିଓ 13 ପଢ, ଟାଇମ ନାହିଁ, ନିଜେ ଯାଇକି ପଢ। ଆଉ ପ୍ରେରିତ 20, 25, 17 ପଢ। ଏବେ ପଢ ନାହିଁ, 25, 17 କି ଗୋଟେ ମିନିଟ କହିଦଉଛି। 17, 25 ଏବେ ନାହିଁ। ପରମେଶ୍ୱର ଲେଜି ମାନଙ୍କୁ ଭଲ ପାଆନ୍ତି ନାହିଁ। ନାଇଁ, ପରମେଶ୍ୱର ଆଦମ ହବାକୁ ରଖିଲେ ଆଉ ଖାଉଥାଉ ଶୋଉଥାଉ, ଖାଉଥାଉ ଶୋଉଥାଉ ବୋଲି କହିନାହାନ୍ତି। ଧ୍ୟାନ ଦିଅ, ଯତ୍ନ ନିଅ, ପରିଶ୍ରମ କର ବୋଲି କହିଲେ। ପାପ ପୂର୍ବ କଥା କହୁଛି। ସମସ୍ତ ବିଷୟର ଯତ୍ନ ନେବା ପାଇଁ ଏଦିନ ଉଦ୍ୟାନ ରଖିଲେ। ଖାଇ ଖାଇ ଶୋଇ ଶୋଇ, ଖାଇ ଖାଇ ଶୋଇ ଶୋଇ ରଖିବା ପାଇଁ ପରମେଶ୍ୱର ସେଥିରେ ତାଙ୍କୁ ରଖିନାହାନ୍ତି। ନିଦକୁ ଭଲ ପାଇବ, କେବେ ମଣିଷ ହେବ ନାହିଁ। ଶୁଣିଥାଉ ଯୁବତୀ ଝିଅ, ଯୁବା ପୁଅ, don't waste your time in sleeping। ମାନେ ଏତେ ବି ଗୋଟେ ଦରିଦ୍ର ହୀନସ୍ତା ମେଣ୍ଟାଲିଟି ରଖ ନାହିଁ ଯେ କିଛି କାମ ନାହିଁ ବୋଲି ଶୋଇ ପଡିବ। ବାଇବଲ ଜାଣିଲ, ବାଇବଲ ପଢିଲ କେଥର, ମା ବାବାର ସେବା କଲ, ପରିଶ୍ରମ କଲ, ରୋଷେଇ କରିବା ଶିଖିଲ, ପାଠ ଶିଖିଲ, ଜୀବନରେ କଣ କଣ ଶିଖିବା ଦରକାର ଶିଖିଲ ନା? ଏତେ କ୍ଳାନ୍ତ ତମେ ଏକା ଯେ ଖାଉ ଖାଉ ଶୋଇ ପଡିବ। ନିଦକୁ ଭଲ ପାଉନାହିଁ, କେବେ ଶୋଇବାକୁ ଭଲ ପାଉନାହିଁ। ମତେ କୋ ଶୋଇଲେ କଣ ମିଳେ? ଆରାମ ମିଳେ, ରାଇଟ? ଆରାମ ତମକୁ କହିବି ନାହିଁ, ଥାଉ, କରିଦେବ। ଆରାମ ଖୋଜିବା ବ୍ୟକ୍ତି କେବେ ମଧ୍ୟ ଜୀବନରେ ଉନ୍ନତି ଦେଖିପାରିବ ନାହିଁ। କେବେ ସେ ଈଶ୍ୱରଙ୍କ ସଂକଳ୍ପ ତା ଜୀବନରେ ସାଧନ କରିପାରିବ ନାହିଁ, ହେବ ନା? ଯୀଶୁ ପରିଶ୍ରମୀ ଥିଲେ, ଶିଷ୍ୟମାନେ ପରିଶ୍ରମୀ ଥିଲେ। ପାଉଲ କହନ୍ତି ପ୍ରଥମ ଥେସଲୋନିକେ 2, ଜଲ୍ଦି ପଢିବ। ଆଉ ବାଇବଲ ପଢିବା ପିଲାମାନେ ବହୁତ ତତ୍ପର ରହିବା ଦରକାର। ଥେସଲୋନିକେ 2:9। हे भाईमाने, आम्भମାନଙ୍କ ପରିଶ୍ରମ ଓ କଠିନ କାର୍ଯ୍ୟ ତୁମମାନଙ୍କ ସ୍ମରଣରେ ଅଛି, ଯେପରି ଆମ୍ଭେମାନେ ତୁମମାନଙ୍କ ମଧ୍ୟରୁ କାହାରି ଭାର ସ୍ୱରୂପ ନ ହେଉ, ଏଥି ନିମନ୍ତେ ଦିବାରାତ୍ର କଠୋର ପରିଶ୍ରମ କରି ଦିବାରାତ୍ର କଠୋର ପରିଶ୍ରମ କରୁଥିଲେ ଈଶ୍ୱରଙ୍କ ଦାସ ପାଉଲ। ଦିବାରାତ୍ର ଦୁଇଟି ପରିଶ୍ରମ ସମ୍ବନ୍ଧରେ ସେଠାରେ
ଲୋକ କରୁଛନ୍ତି ଏକ ପରିଶ୍ରମ ଏଇ ଶରୀର ପାଇଁ ତାଙ୍କ ଟିମ୍ ମେମ୍ବର୍ସ ର ପ୍ରତିପୋଷଣ ପାଇଁ ପାଳନ ପାଇଁ ଆଉ ଏକ ପରିଶ୍ରମ ମଣ୍ଡଳୀ ଯେପରି ପ୍ରସ୍ତୁତ ହେବ ଯୀଶୁଙ୍କ ଆଗମନର ଉର୍ଦ୍ଧ୍ୱଗୀତ ହେବା ପାଇଁ ଆମେ କୋଉ ପରିଶ୍ରମ କରୁଛୁ ପୁଡ଼ିଆ ଖାଇବା ପରିଶ୍ରମ ମଦ ପିଇବା ପରିଶ୍ରମ ଗୋଡ଼ ଉପରେ ଗୋଡ଼ ଲଦି ମା ବାପାକୁ ହଇରାଣ କରିବା ପରିଶ୍ରମ ମଣିଷ ହୁଅ ଭେଣ୍ଡିଆ ମାନେ ଘୁଷୁରୀ କୁକୁର ପରି ହୁଅ ନାହିଁ ମଣିଷ ହୁଅ ଗୋଡ଼ ହାତ ପ୍ରଭୁ ଦେଇଛନ୍ତି ଖଟ ପରିଶ୍ରମୀ ହୁଅ ପାଉଲ କରୁଥିଲେ ପରିଶ୍ରମ ଆଜ୍ଞା ପାଠ ପଢିଲେ ଆଜ୍ଞା କାମ ନାହିଁ ଗୁଲି କାମ କରିପାରିବୁ ନାହିଁ ଲାଜ ଲାଗୁନାହିଁ କାମ ନାହିଁ ଏଡେ ବାଲେ ପାଠ ପଢିଲୁ କାହିଁକି ଅନ୍ୟ ଜଣଙ୍କୁ କାହିଁକି କାମ ତତେ କାହିଁକି କାମ ନାହିଁ ସେ ପାଠ ପଢିଲା ତୁ ବି ପାଠ ପଢିଲୁ ଏମିତି ପାଠ ପଢିଛୁ କାମ ନାହିଁ କାମ ଚାକିରି ମିଳିଲାନି କୁଲି କମ କର ଯା ବସ୍ ଦୁ ଗାଡି ଦୁ ଗ୍ୟାରେଜ କର ଇଡଲି ବିକ ପୁରୀ ବିକ ପଇସା ଅର୍ଜନ କରେ ମା ବାପାର ଯତ୍ନ ନେବା ଶିଖେ କାନ କଲି ଶୁଣ ଭେଣ୍ଡିଆ ମାନେ ପ୍ରଭୁ ଯୀଶୁ ଅଳସୁଆ ନୁହନ୍ତି ଯଦି ତମର ଗୁରୁ ଅଳସୁଆ ନୁହନ୍ତି you just cannot ଆପଣ ହେଇପାରିବେ ନାହିଁ ଯୀଶୁଙ୍କୁ ମାନିବାର ଅଛି ସବୁ ବିଷୟରେ ମାନନ୍ତୁ ହାଲେଲୁୟା जोर से गोटे ताली मारिबा प्रभु को